ओम श्री अर्जुन उवाच ओम दृष्टेदं मानसं रूपं तव सौम्यं जनार्दनम् इदानीमस्मि संवृतं सचेता प्रकृतिं गताम्। ओम नमो भगवते वासुदेवाय। अर्जुन कहिले, हे जनार्दन, आपणकर ଏହି ଅତି ଶାନ୍ତ ମନୁଷ୍ୟ ରୂପ ଦେଖି ବର୍ତ୍ତମାନ ମୁଁ ସ୍ଥିରଚିତ ହୋଇଗଲି ଏବଂ ନିଜର ସ୍ୱାଭାବିକ ସ୍ଥିତି ପ୍ରାପ୍ତ ହୋଇଗଲି। ରୂପମ୍ ସହ ସୌମ୍ୟମ୍ ଓ ମାନୁଷମ୍ ବିଶେଷଣ ଦେବାର ଅଭିପ୍ରାୟ କଣ? ଭଗବାନଙ୍କର ଯେଉଁ ମନୁଷ୍ୟ ରୂପ ଥିଲା ତାହା ଥିଲା ଅତ୍ୟନ୍ତ ମଧୁର, ସୁନ୍ଦର ଓ ଶାନ୍ତ ତଥା ପୂର୍ବ ଶ୍ଲୋକରେ ଭଗବାନଙ୍କର ଯେଉଁ ସୌମ୍ୟ ବପୁ ଧରିବା କଥା କୁହାଯାଇଛି ତାହା ମଧ୍ୟ ମନୁଷ୍ୟ ରୂପକୁ ଲକ୍ଷ୍ୟ କରି କୁହାଯାଇଛି। ଏହା ସ୍ପଷ୍ଟ କରିବା ପାଇଁ ଏଠାରେ ରୂପମ୍ ସହିତ ସୌମ୍ୟମ୍ ଓ ମାନୁଷମ୍ ଏହି ଦୁଇଟି ବିଶେଷଣ ପ୍ରୟୋଗ କରାଯାଇଛି। ସଚେତା ସଂବୃତଃ ଓ ପ୍ରକୃତି ଗତଃର ଭାବ କଣ? ଭଗବାନଙ୍କର ବିରାଟ ରୂପ ଦେଖି ଅର୍ଜୁନଙ୍କ ମନରେ ଭୟ, ବ୍ୟଥା ଓ ମୋହ ଆଦି ବିକାର ଉତ୍ପନ୍ନ ହୋଇଯାଇଥିଲା। ଏହି ସବୁ ପଦ ପ୍ରୟୋଗ ଦ୍ୱାରା ସେ ସବୁର ଅଭାବ ଦେଖାଇ ଦିଆଯାଇଛି। ଅର୍ଜୁନ କହୁଛନ୍ତି, ଆପଣଙ୍କର ଏହି ଶ୍ୟାମ ସୁନ୍ଦର ମଧୁର ମନୁଷ୍ୟ ରୂପ ଦେଖି ବର୍ତ୍ତମାନ ମୁଁ ସ୍ଥିରଚିତ ହୋଇଗଲି, ଅର୍ଥାତ୍ ମୋର ମୋହ, ଭ୍ରମ, ଭୟ ଦୂର ହୋଇଗଲା ଏବଂ ମୁଁ ନିଜର ବାସ୍ତବିକ ସ୍ଥିତି ପ୍ରାପ୍ତ ହୋଇସାରିଛି, ଅର୍ଥାତ୍ ମୋର ମନ, ଇନ୍ଦ୍ରିୟ ଓ ଶରୀରରେ ଭୟ, ବ୍ୟାକୁଳତା ଓ କମ୍ପ ଆଦି ଯେଉଁ ଅନେକ ପ୍ରକାରର ବିକାର ଉତ୍ପନ୍ନ ହୋଇଥିଲା ସେ ସବୁ ଦୂର ହୋଇଯିବାରୁ ବର୍ତ୍ତମାନ ମୁଁ ପୂର୍ବ ପରି ସ୍ୱସ୍ଥ ହୋଇଯାଇଛି। ଅର୍ଜୁନଙ୍କର ଏହି କଥା ଶୁଣି ଭଗବାନ ପରବର୍ତ୍ତୀ ଦୁଇଟି ଶ୍ଲୋକରେ ନିଜ ଚତୁର୍ଭୁଜ ଦେବ ରୂପ ଦର୍ଶନ କରିବାର ଦୁର୍ଲଭତା ଓ ତାର ମହିମା ବର୍ଣ୍ଣନା କରୁଛନ୍ତି। ଶ୍ରୀ ଭଗବାନ ଉବାଚ ଓଂ ସୁଦୂରଧର୍ଷମିଦଂ ରୂପଂ ଦୃଷ୍ଟବାନସି ଜନ୍ମନଃ ଦେବା ସପ୍ୟସ୍ୟ ରୂପସ୍ୟ ନିତ୍ୟଂ ଦର୍ଶନ କାଙ୍କ୍ଷିଣାମ୍। ଶ୍ରୀ ଭଗବାନ କହିଲେ, ମୋର ଯେଉଁ ଚତୁର୍ଭୁଜ ରୂପ ତୁମେ ଦେଖିଲ ତାହାର ଦର୍ଶନ ପାଇବା ବଡ଼ କଠିନ। ଦେବତାମାନେ ମଧ୍ୟ ସଦା ଏହି ରୂପର ଦର୍ଶନାକାଂକ୍ଷୀ ହୋଇଥାନ୍ତି। ରୂପମ୍ ସହିତ ସୁଦର୍ଶନମ୍ ଓ ଇଦମ୍ ବିଶେଷଣ ଦେବାର ଅଭିପ୍ରାୟ କଣ? ସୁଦର୍ଶନମ୍ ବିଶେଷଣ ଯେଉଁ ଭଗବାନ ନିଜ ଚତୁର୍ଭୁଜ ଦିବ୍ୟ ରୂପ ଦର୍ଶନର ଦୁର୍ଲଭତା ଓ ତାର ମହିମା ଦେଖାଇଛନ୍ତି ଏବଂ ଇଦମ୍ ପଦ ନିକଟବର୍ତ୍ତୀ ବସ୍ତୁର ନିର୍ଦ୍ଦେଶକ ହୋଇଥିବାରୁ ତାହା ଦ୍ୱାରା ବିଶ୍ୱରୂପ ପରେ ଦେଖାଇ ଦିଆଯାଇଥିବା ଚତୁର୍ଭୁଜ ରୂପକୁ ସଂକେତ କରାଯାଇଛି। ଭଗବାନଙ୍କର କହିବାର ଅଭିପ୍ରାୟ ହେଉଛି, ମୋର ଯେଉଁ ଚତୁର୍ଭୁଜ, ଯେଉଁ ମାୟାତୀତ ଦିବ୍ୟ ଗୁଣଯୁକ୍ତ ନିତ୍ୟ ରୂପ ତୁମେ ଦର୍ଶନ କରିଛ, ସେହି ରୂପର ଦର୍ଶନ ପାଇବା ଅତ୍ୟନ୍ତ ଦୁର୍ଲଭ।
ତାହାର ଦର୍ଶନ କେବଳ ତାହାଙ୍କୁ ମିଳିପାରେ ଯେ ମୋର ଅନନ୍ୟ ଭଗତ ହୋଇଥାନ୍ତି ଏବଂ ଯାହାଙ୍କ ଉପରେ ମୋର ଅନନ୍ୟ କୃପାର ପୂର୍ଣ୍ଣ ପ୍ରକାଶ ହୋଇଥାଏ। ଦେବତା ମାନେ ମଧ୍ୟ ସଦା ଏହି ରୂପ ଦର୍ଶନ କରିବାର ଇଚ୍ଛା ରଖନ୍ତି। ଏହି କଥନର ଅଭିପ୍ରାୟ କଣ ତଥା ଏହି ବାକ୍ୟରେ ଅପପ୍ରୟୋଗ କରିବାର ଭାବ କଣ? ଏହା ଦ୍ୱାରା ମଧ୍ୟ ଭଗବାନ ନିଜ ଚତୁର୍ଭୁଜ ରୂପ ଦର୍ଶନରେ ଦୁର୍ଲଭତା ଓ ତାର ମହତ୍ଵ ହିଁ ପ୍ରକଟ କରିଛନ୍ତି। ଅପିପଦ ପ୍ରୟୋଗ ଦ୍ୱାରା ଦେଖାଇଛନ୍ତି ଯେଉଁଠି ଏହି ରୂପ ଦର୍ଶନ କରିବାକୁ ଦେବତା ମାନେ ମଧ୍ୟ ସଦା ଅଭିଳାଷ ରଖନ୍ତି ଅଥଚ ସମସ୍ତେ ଏହାର ଦର୍ଶନ ପାଆନ୍ତି ନାହିଁ। ଏଠାରେ ମନୁଷ୍ୟଙ୍କ କଥା ବା କଣ କହିବା। ଓಂ ନମ ଭଗବତେ ବାସୁଦେବାୟ ଓଂ ପରମାତ୍ମନେ ନମଃ। ଓଂ ନାହଂ ବିଧିର୍ନ ତପସା ন দানেন ন চর্যাম শক্য এবং বিধো দ্রষ্টুং দৃষ্টবানসে মাং যথাম। ତୁମେ ମୋତେ ଯେଉଁପରି ଦେଖିବାକୁ ପାଇଲ ମୋର ସେହିପରି ଚତୁର୍ଭୁଜ ନା ବେଦମାନଙ୍କ ଦ୍ୱାରା ନା ତପ ଦ୍ୱାରା ନା ଦାନ ଦ୍ୱାରା ଏବଂ ନା ଯଜ୍ଞ ଦ୍ୱାରା ଦେଖାଯାଇପାରିବ। ନବମ ଅଧ୍ୟାୟର 27 ଓ 28 ଶ୍ଲୋକରେ କୁହାଯାଇଛି ତୁମେ ଯାହା କିଛି ଯଜ୍ଞ କରୁଛ ଦାନ ଦେଉଛ ଓ ତପ କରୁଛ ସବୁ ମୋତେ ଅର୍ପଣ କର। ଏପରି କହିବା ଦ୍ୱାରା ତୁମେ ସକଳ କର୍ମରୁ ମୁକ୍ତ ହୋଇଯିବ ଏବଂ ମୋତେ ପାଇଯିବ। ପୁଣି 17 ଅଧ୍ୟାୟର 24 ଶ୍ଲୋକରେ କୁହାଯାଇଛି ଯେ ମୋକ୍ଷ ଚାହୁଁଥିବା ପୁରୁଷମାନେ ଫଳ ଇଚ୍ଛା ଛାଡ଼ି ଯଜ୍ଞ ଦାନ ତପ ରୂପକ କ୍ରିୟା କରିଥାନ୍ତି। ଏଥିରୁ ପ୍ରକାଶ ପାଉଛି ଯେ ମୁକ୍ତି ପାଇଁ ଓ ଭଗବତ ପ୍ରାପ୍ତି ପାଇଁ ଯଜ୍ଞ ଦାନ ଓ ତପ ଆବଶ୍ୟକରଣୀୟ। କିନ୍ତୁ ଏହି ଶ୍ଲୋକରେ ଭଗବାନ କହୁଛନ୍ତି ମୋ ଚତୁର୍ଭୁଜ ରୂପରେ ଦର୍ଶନ ବେଦମାନଙ୍କ ଅଧ୍ୟୟନ ଅଧ୍ୟାପନ ବଳରେ ହୋଇପାରିବ ନାହିଁ କି ତପ ଦାନ ଯଜ୍ଞ ବଳରେ ହୋଇପାରିବ ନାହିଁ। ଏପରି ବିରୋଧର ସମାଧାନ କଣ? ଏଥିରେ କୌଣସି ବିରୋଧ ନାହିଁ କାରଣ ଭଗବାନଙ୍କୁ ସକଳ କର୍ମ ଅର୍ପଣ କରିବା ହେଉଛି ଅନନ୍ୟ ଭକ୍ତିର ଏକ ଅଙ୍ଗ। ଏହି ଅଧ୍ୟାୟର 55 ଶ୍ଲୋକରେ ଅନନ୍ୟ ଭକ୍ତିର ବର୍ଣ୍ଣନା କରି ଭଗବାନ ସ୍ୱୟଂ ମତ୍ କର୍ମ କୃତ୍ ପଦ ପ୍ରୟୋଗ କରିଛନ୍ତି ଏବଂ 54 ଶ୍ଲୋକରେ ସ୍ପଷ୍ଟ ଘୋଷଣା କରିଛନ୍ତି ଯେ ଅନନ୍ୟ ଭକ୍ତି ଦ୍ୱାରା ମୋର ସେହି ସ୍ୱରୂପକୁ ଦେଖିବା ଜାଣିବା ଓ ପାଇବା ସମ୍ଭବ। ଅତଏବ ଏଠାରେ ବୁଝିବା ଉଚିତ ଯେ ନିଷ୍କାମ ଭାବରେ ଭଗବଦ ଅର୍ଥ ଓ ଭଗବଦ ଅର୍ପଣ ବୁଦ୍ଧିରେ କରାଯାଇଥିବା ଯଜ୍ଞ ଦାନ ଓ ତପ ଆଦି କର୍ମ ଭକ୍ତିର ଅଙ୍ଗ ହୋଇଥିବାରୁ ଭଗବତ ପ୍ରାପ୍ତିରେ ତାହା ସହାୟକ ହୁଏ। କିନ୍ତୁ ସକାମ ଭାବରେ କରାଗଲେ ତା ସହାୟକ ହୁଏ ନାହିଁ। ଅଭିପ୍ରାୟ ଏହି ଯେ ଉପରୋକ୍ତ ଯଜ୍ଞାଦି କ୍ରିୟା ଭଗବାନଙ୍କୁ ଦର୍ଶନ କରାଇବାରେ ସ୍ୱଭାବତଃ ସମର୍ଥ ହୁଅନ୍ତି। ଭଗବାନ ଦର୍ଶନ ଓ ପ୍ରେମ ପୂର୍ବକ ଭଗବାନଙ୍କର ଶରଣାପନ୍ନ ହୋଇ ନିଷ୍କାମ ଭାବରେ କର୍ମ କରିବା ଫଳରେ
ଓ ଭଗବତ କୃପା ଫଳରେ ହିଁ ହୁଏ। ଏଠାରେ ଏବଂ ବିଧ ଓ ମାଙ୍ଗ ଯଥା ଦୃଷ୍ଟବାନସି ପ୍ରୟୋଗରୁ ଯଦି ଏକଥା ମାନି ନିଆଯାଏ ଯେ ଭଗବାନଙ୍କ ଅର୍ଜୁନଙ୍କୁ ନିଜର ଯେଉଁ ବିଶ୍ୱରୂପ ଦେଖାଇଥିଲେ ସେଇ ରୂପ ବେଦ ମାନଙ୍କ ଦ୍ୱାରା ଦେଖାଯାଏ ନାହିଁ ବୋଲି ଭଗବାନ କହୁଛନ୍ତି। ତେବେ ହାନି କଣ? ବିଶ୍ୱରୂପର ମହିମା ବର୍ଣ୍ଣନାରେ ପ୍ରାୟ ଏହି ପଦମାନଙ୍କର ପ୍ରୟୋଗ 48 ଶ୍ଲୋକରେ ହୋଇସାରିଛି। ଏହି ଶ୍ଲୋକକୁ ପୁନଃ ସେଇ ବିଶ୍ୱରୂପର ହିଁ ମହିମା ବୋଲି ମାନିନେଲେ ପୁନରୁକ୍ତି ଦୋଷ ଆସିଯିବ। ଏହା ବ୍ୟତୀତ ସେଇ ବିଶ୍ୱରୂପ ପାଇଁ ତା ଭଗବାନ କହିଛନ୍ତି ଏହା ତୁମ ଛଡ଼ା ଅନ୍ୟ କାହା ଦ୍ୱାରା ଦେଖାଯାଇପାରିବ ନାହିଁ ଏବଂ ଆଗ ଶ୍ଲୋକରେ ତାହା ଦେଖିବାର ଉପାୟ ମଧ୍ୟ କହିଛନ୍ତି। ଅତଏବ ଯେପରି ମାନି ନିଆଯାଇଛି ତା ଠିକ୍। ଯଦି ଉପରୋକ୍ତ ଉପାୟରେ ଆପଣଙ୍କ ଦର୍ଶନ ସମ୍ଭବ ନୁହେଁ ତେବେ କେଉଁ ଉପାୟରେ ସମ୍ଭବ? ଏପରି ପ୍ରଶ୍ନର ଉତ୍ତରରେ ଭଗବାନ କହୁଛନ୍ତି